ହାରାଇଲେ ହାରାଇଲେ। ନମସ୍କାର। ହେଲା ହେଲା ବସ ବସ। ଆଚ୍ଛା ପିଲାମାନେ କାଲି ଯୋଉ ପାଠ ଦିଆଯାଇଥିଲା ସବୁ କରିକି ଆଣିଛ? କରିଦେଇଛୁ। ଦେଖିଆ। ହଉ ଠିକ ଅଛି ଯେ ଗୋଟେ ପ୍ରଶ୍ନ ପଚାରୁଛି, ପଚାରନ୍ତୁ। ତାର ଉତ୍ତର ଦବ। ସବୁ ମନେ କର ଏଇଟା ଗୋଟେ ପୋଖରୀ। କଣ? ପୋଖରୀ। ମନେ କର ଗୋଟେ ପୋଖରୀ, ଏଥିରେ 300 ମାଛ ଥିଲେ। କେତେ ମାଛ ଥିଲେ? 300 ମାଛ ଥିଲେ। ତୁମ ସାଙ୍ଗେ ସାଙ୍ଗେ ଗଣିଦେଲୁ ନା? ଆପଣ ତ କହିଲେ ଏଟା ଗୋଟେ ପୋଖରୀ, ଏଥିରେ 300 ମାଛ ଥିଲେ। ମନେ କର 300 ମାଛ ଥିଲେ, ସେଥିରୁ 150 ହଉଛନ୍ତି ଭାକୁର, ଆଉ 150 କଣ 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 ମୁଁ ତା ଭିତରେ କଣ ପଶିଥିଲି ନା କଣ? ମନେ କର 150 ରହୁଛନ୍ତି ଭାକୁର, ଆଉ 150 ରହିଲେ ରୋହି। ଗୋଟେ ଲୋକ ଦେଖିକି ମାଛକୁ ତା ଦେହରେ ଗଲାନି, ସେ କଣ କଲା? ବିଷ ଆଣିକି ପକେଇଦେଲା। କଣ ପକେଇଦେଲା? ବିଷ ପକେଇଦେଲା। ବିଷ ପକେଇଦେଲା। ତ ପୋଖରୀରେ କେତେ ମାଛ ମଲେ ଆଉ କେତେ ରହିଲେ କୁହ? ସବୁ ତ ଟୋଟାଲି ମଲେ, ରହିଲେ କଣ? ଆଉ କିଛି ରହିଲେନି। କେମିତି ରହିବେ? ବିଷ ତ ଖାଇକି ସବୁ ମାଛ ମଲେ, ଆଉ ରହିବେ କଣ? ଦାସ ତୋ ଦେଇ କିଛି ହବନି। ଏବେ ତ ପୋଖରୀଟା ତ ମାଛ ମଲେ, ରହିଲେ ନା। ଆଉ କଣ ସେ ଆମ୍ବୁଲାନ୍ସ ରେ ଗଲେ ହେରି ମେଡିକାଲ ନା କଣ? ତ ସେଇଥିରେ ତ ରହିଲେ ନା। ଦାସ ହବୁ ନାହିଁ। ବୁଲ 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 ବୁଲ। ପାଠ ସାଠ କିଛି ନାହିଁ। ପାଠ ଘରେ ତ ଶୂନ ଆଉ ଆସିବ କୋଉଠି?